सर परिचय सर ମୋ ନାଁ ରାଜକିଶୋର ପାତ୍ର। ମୁଁ ଆମର ଯେଉଁ ବୈଶ୍ୟ ସଂଘ ଅଛି ତା ପ୍ରେସିଡେଣ୍ଟ ଅଛି। ଆଜ୍ଞା ଆଜି ଗୋଟେ ମେଗା ରକ୍ତଦାନ ଶିବିର ଆପଣଙ୍କର ହଲିଡେ ରିସୋର୍ଟ ଠାରେ କରାଯାଉଛି ତ କ'ଣ ଉଦ୍ଦେଶ୍ୟ ତ କ'ଣ? ଯେହେତୁ ରକ୍ତଦାନ ମହତ୍ଦାନ, ରକ୍ତଦାନ ଗୋଟେ ଲୋକକୁ ବଞ୍ଚେଇ ପାରିବ। ଆମେ ସମସ୍ତେ ଜାଣିଛେ ରକ୍ତ ନିହାତି ଦରକାର। ଥେଲାସେମିଆ ବହୁତ ଆମର ରୋଗୀ ଅଛନ୍ତି, ତାଙ୍କୁ ମିଳୁନି ରକ୍ତ। ତେଣୁ ଆମେ ଗୋଟେ ଭାବିଲୁ କି ଆମେ ଗୋଟେ ମେଗା କ୍ୟାମ୍ପ କରିବୁ। ମିନିମମ୍ 500 ଲୋକଙ୍କ ପାଇଁ ଆମେ ବ୍ୟବସ୍ଥା କରିଛୁ। ଆଉ ବର୍ତ୍ତମାନ 20-30 ଜଣ ଆସିଲେଣି, ଆସ୍ତେ ଆସ୍ତେ ସମସ୍ତେ ଆସିବେ। ଆମେ ବର୍ଷରେ ଏଟାକୁ ଥରେ କରିବୁ ନାହିଁ। ଆଜ୍ଞା ବର୍ତ୍ତମାନ ସୁଦ୍ଧା 50 ୟୁନିଟ୍ ବ୍ଲଡ଼ ସଂଗ୍ରହ ହୋଇସାରିଲାଣି, ତ ଆପଣ କେତେ ୟୁନିଟ୍ ବ୍ଲଡ଼ ସଂଗ୍ରହ କରିବେ ଆଶା ରଖୁଛନ୍ତି? ଆମେ ଆଶା ରଖୁଛୁ 500 ୟୁନିଟ୍ ବ୍ଲଡ଼ କରିବୁ। ଆସ୍ତେ ଆସ୍ତେ ଟାଇମ୍ ନେଇକି 11ଟା ବେଳକୁ ବହୁତ ଲୋକ ଆସିବେ। ଆଉ ଆମେ ଆଶା କରୁ 500 ହେଇଯିବ। ଏ ଯେଉଁ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଚାଲିଛି ଏ ଶ୍ରେୟ ଆପଣ କାହାକୁ ଦେବେ? ଶ୍ରେୟ ଜଗନ୍ନାଥଙ୍କର। ମୋର କ'ଣ ଶ୍ରେୟ? ଜଗନ୍ନାଥଙ୍କ ଶ୍ରେୟ, ସମସ୍ତ ଆମର ଭଲେଣ୍ଟିୟର, ସମସ୍ତ ମେମ୍ବର୍ସ, ସମସ୍ତଙ୍କ ଶ୍ରେୟ। ଏଇଟା ହେଲା ଗୋଟେ ମହତ୍ କାମ, ଗୋଟେ ଶୁଭ କାମ। ରକ୍ତଦାନ ଆୱାରନେସ୍ କରିବା ବହୁତ ଡିଫିକଲ୍ଟ। କାହିଁ ଲୋକଙ୍କୁ ବୁଝେଇବେ, ସୁଝେଇବେ, କିଏ କେଉଁଟା ମୁଣ୍ଡ ବୁଲେଇ ଯାଉଛି, କ'ଣ ହେଉଛି, ଏମିତି ହୁଏ ତ ତାଙ୍କୁ ବୁଝେଇ ସୁଝେଇ ଆଣିବା ଟିକେ କଷ୍ଟକର, କିନ୍ତୁ ହେଇଯାଉଛି। କିନ୍ତୁ ବର୍ତ୍ତମାନ ଯୁବଗୋଷ୍ଠୀ ଯେଉଁମାନେ ଭୟ କରୁଛନ୍ତି ଯେ ଆମେ ରକ୍ତ ଦେଲେ କାଳେ କ'ଣ ହେଇଯିବ, ସେମାନେ କିଭଳି ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିବେ ତାଙ୍କ ପାଇଁ କ'ଣ କହିବା ଆମେ? ଆୱାରନେସ୍ ତିଆରି କରିବାକୁ ପଡ଼ିବ, ଲୋକଙ୍କୁ ବୁଝିବାକୁ ପଡ଼ିବ। ନାହିଁ ଭାଇ ରକ୍ତ ଦେଲେ ଭଲ, 3 ମାସ 4 ମାସ ପରେ ପୁଣି ଆପଣଙ୍କ ରକ୍ତ ଅଟୋମେଟିକ୍ ହେଇଯିବ। ଆପଣ ପୁଣି 4 ମାସ ପରେ ସକ୍ଷମ ହେବେ ଦେବା ପାଇଁ। ଏବଂ ରକ୍ତ ଯେତେ ପ୍ୟୁରିଫାଇ ହେବ ସେତେ ଆପଣଙ୍କ ରୋଗ କମିବ।